ଆୱାର୍ଡ ପାଇଗଲେ ଆୱାର୍ଡ ଏଇ ଉପନ୍ୟାସ ଲେଖକ ହଉଛନ୍ତି ଔପନ୍ୟାସିକ ଉପେନ୍ଦ୍ର ଦାସ। ଆସିଛୁ ଏମିତିଆ ସମୟ କୋଡିଏ ଆସିଲେ ଆସିବ ହେଲା ଆଉ ଟିକେ ଆଗକୁ ସେ ଯୋଉ ଛୁଆଙ୍କର ବଢିଆ ଆରାମ ଚାର ନେଇକିନା ପଢିଥାନ୍ତ ତମେ ଆସିଲା ବେଳକୁ ପଢୁଛ ମଲା ଜହ୍ନ ଆସୁ ଆସିଲା ବେଳକୁ ଜହ୍ନଟା ପୁରା ମରିଯାଇଛି ତେଣୁ ଆସିବ କଣ ସରିବ ଆଚ୍ଛା ଭେରି ଗୁଡ ତାହେଲେ ତ ଭଲ କଥା ତେଣୁ କରିକି ବଡଟା ବୋଲି ଗପ ବଢିଆ ଉପନ୍ୟାସ ବଡଟା କିନ୍ତୁ ତମେ ସେ ଗପଟା ଆଗ ଆଗକୁ କେତେ ଯାଉନି ଖାଇ ପଳଉଛ ନୁହେଁ ଆଗକୁ ଗଲା ବେଳକୁ ପଛ ଅଛି ନା ଯାଇଛି ଠିକ ଠିକ ଅଛି ଠିକ ଅଛି କଣ ସେଇଟା ବଡ ପ୍ରୋବ୍ଲେମ ସେଇଟା ତମର ବଡ ପ୍ରୋବ୍ଲେମ ଏଇଟା ଆଉ ଆଉ ଛୋଟ ତାହେଲେ କୋଉଟା ଛୋଟ ପ୍ରୋବ୍ଲେମ କୋଉଟା ଖାଇବାଟା ଭଲ ଖାଇବା ବଡ ପ୍ରୋବ୍ଲେମ କହିବା ପାଣି ହେଇଯିବ ହାତ ଗୁଡାକ ଦରଜ ହେଇଯିବ ନା ହେଇଗଲାଣି ଖାଲି ଟାରେ ମୁଁ ଚଲେଇ ଚାଲିବି ଏଇ ଅଭ୍ୟାସଟା ଅଛି ନା ଏଇ ଅଭ୍ୟାସଟା ଅଛି କୋଉ ଅଭ୍ୟାସଟା ଅଛି ନାଇଁ ଭେରି ଗୁଡ ତମେ କୋଉ ବନ୍ଧୁ ନା ବନ୍ଧୁ ତ ମୁଁ ସେଇଟା ନାହିଁ ସବୁବେଳେ ସ୍କଲ୍ କରୁନି ଦେଖୁନ ଫୋନ କମ ଦେଖୁଛ ଭେରି ଗୁଡ ତମେ ତମେ ଏଇ ତମେ ଦେଖୁଛ ମୁଁ ଜାଣିନି ତମ ମୁହଁରୁ କଣ ଜଣାବ ତମେ ଟିକେ ଟିକେ ମାନେ ଟିକେ ଟିକେ ଦେଖେ ଟିକେ ଟିକେ ନା ବେଶୀ ସେମିତି ସେମିତି ଆଉ ବେଶୀ ହେଇନି ତାମାନେ ନାଇଁ ଠିକ ଠିକ ତ ବ୍ରେକ୍ ଲଗେଇବ ତ ସେମିତି ରଖ ବ୍ରେକ୍ ଲଗେଇବ ଛାଡ ଗପଟା ଏଇ ଯୋଉ ଉପନ୍ୟାସଟା ଘରେ ବହି ଅଛି ନାଇଁ ବୋଧେ ତମର ନାଇଁ ଗପ ମ୍ୟାମ ଗାଇବେ ମୁଁ ଶୁଣିବି ମୋର କଣ ଅଛି ବହିଟା କଣ ଦରକାର କୋଉ କଷ୍ଟ ଶବ୍ଦ ଅଛି ଯେ ମନେ କରି ତାକୁ ଲେଖିବାର ଅଛି ନା ହଉ ସେଥିପାଇଁ କଣ କରନି ମଝିରେ ପାଳେଇଲା ମୋର ହେଇଗଲାଣି ଯେ ମୋର 4 ବର୍ଷ ହେଇଗଲାଣି ତ ସେଥିପାଇଁ ତମର ଏଇ ବର୍ଷର ବୟସ ହେଇଗଲାଣି ନା ହଉ ନବମ ଯାଇକି ପଢିବ ହେଲା ଆପଣଙ୍କର ଅଛି ବହି ମଲାଟ କ୍ଲାସ ଯାଇ ପଢିବ ହବ ଆସିକି ମତେ କହିବ ତ ଆମର କେତେ ସରିଥିଲା ପଚାରି ଆଉ ମୁଁ ଗପ କହି ହବନି ସେ ବିରାଟ ବଡ ଗପ ପଢିଦବ ଏଠୁ ଯାହା ବୁଝିବ ବୁଝିବ ଏତେ ଦିନ କରୁଥାଅ ତାପରେ ଘରେ ଯାଇକି ସେଟା ଆଉ ପୂର୍ବ ଗୁଡାକ ପଢିନବ ହେଲା ନାଇଁ ନା ସେ ଯୋଉ ଛକି ଛକି ତା ତଳ ସେଠି ଯାଇଥିଲା ନାଚ ନା ସରିବ ସରିବାର ଥିଲା ନାଥ ନନା କଟକ ପଳେଇ ଆସିଛନ୍ତି ତାର ମା ଝିଅକୁ ନେଇକି ସତୀକୁ ନେଇକି ପଳେଇ ଆସିଛନ୍ତି ତାପରେ ପଢିଛି ଏଇଟା ଚାକିରି ନାହିଁ ପଇସା ପତ୍ର ସରିଗଲାଣି ରୋଷେଇବାସ କରି ଖାଇବାକୁ ପଇସା ନାହିଁ ତେଣୁକରି ଚାକିରି ଖୋଜିବାରେ ବ୍ୟସ୍ତ ସତୀକୁ ମଧ୍ୟ ଜଣା ସରିଲାଣି ଯେ ଗାଁରେ ତାର କେହି ମଧ୍ୟ ନାହାନ୍ତି ତା ବାପା ଆଉ ମରିଗଲେଣି କଣ କେମିତି କରିଥିଲେ ହଇଜା ବ୍ୟାପିଥିଲା ସେଥିପାଇଁ ତା ବାପା ମା ମରି ଯାଇଥିଲେ ତ ସତୀ ଜାଣିନଥିଲା ନାଥ ତାକୁ କହିସାରିଛି ସେଥିପାଇଁ ରୋଷେଇ ପଡିଲା ନାଥ ନିଜେ ହାତରେ ରୋଷେଇ କଲା ତାକୁ ଆସିନି ହାତର ପେଜ ଢାଳିକି ହାତ ପୋଡିଗଲା ତାପରେ କଣ ହେଇଛି ଏଇ କଥା ମଧ୍ୟ କହିନଥିଲା ସତେ ଯେତେବେଳେ ଜଣେଇକୁ କହିଲା ରୋଷେଇ କଲା ଏପଟେ ସେ କୁଆଡେ ସବୁଦିନ ଯାଏ ନାଥ ନନା ସବୁଦିନ ବାହାରକୁ କୁଆଡେ ଯାଏ ତ ବାହାରକୁ ଯେତେବେଳେ ଯାଇ ପଚାରିବ ସବୁଦିନ କଣ ପ୍ରତିଦିନ କୁଆଡେ ସେ ଭାବିଥିଲା ନା ଯୋଉ ପୂଜାରୀ ଖୋଜିବା ପାଇଁ ଯାଉ ପୂଜାରୀ ହେଲେ ନିଜେ ରୋଷେଇ କରିକିନା ଦେବେ ତମକୁ ଏମାନେ
ଧନୀ ଘରରେ ବାହା ହେଇଛି, ଜମିଦାରୀ ପରିବାରରେ ବାହା ହେଇଛି, ଜମିଦାରୀ କେତେ ଚାକର ପୂଜା ଅଛନ୍ତି। ଏଇଆ ଭାବିକି ସତୀ କଣ ରୋଷେଇ କରିବ, ସେଠୁ ପୂଜାରୀ ଏଇ ସମୟଟା ବିଶେଷ ଆମର ସେ ଯାଉ ପୂଜାରୀ ଖୋଜିବା ପାଇଁ ଯାଉନି। ତାକୁ ଯେତେବେଳେ ନାକ ନା ପଚାରିଲା ନା ସରି ସତୀ ପଚାରିଲା କୁଆଡେ ଯାଉ, କହିଲେ କଣ ପୂଜାରୀ ଖୋଜିବାକୁ। ନାକ ନା ଯାଉଛି ଗୋଟେ ଚାକିରି ଖୋଜିବା ପାଇଁ, ପଇସା ପତ୍ର ପାଖରେ ନାହିଁ। ଆଉ ପଇସା ପତ୍ର ସବୁ ନାହିଁ, ଯୋଉ ବାହାର ଜାଗା ସହର ଜାଗା କଟକରେ ଆସି ବହୁତ ଖର୍ଚ୍ଚ, ପଇସା ନେଇ କହିଲା ସେଥିପାଇଁ ଚାକିରି କରୁଛୁ ନା, ତାହେଲେ ଆମେ ଗାଁକୁ ପଳେଇବା। ତ ନାଇଁ, ତାପରେ ଗାଁକୁ ଯାଇ ସତୀର ଆଉ ଇଚ୍ଛା ହେଇନି ଗାଁକୁ ଯିବା ପାଇଁ ଏଇ ସମୟରେ, କାହିଁକି କାହିଁକି ସେ ଯେତେବେଳେ ଜାଣିବାକୁ କହିଲା ତାର ବାପା ମା ମରି ଯାଇଛନ୍ତି, ତେବେ ସେ ଯଦି ଗାଁକୁ ଯିବ ଏଇଦିନ ଶାଶୁଘର ବିଦା କରିଦେଇଛନ୍ତି, ଶାଶୁଘରେ ରହୁନି, ସ୍ୱାମୀ ବିଦା କରିଦେଇଛି, ଘରୁ ବାହାର କରିଦେଇଛି, ଆସିଲା ଆଉ ଗୋଟେ ସିଏ ଗୋଟେ ବ୍ରାହ୍ମଣ ଘରର ଝିଅ, ଗାଁରେ କେତେ ସାରା କଥା କହିଲେ ତାକୁ, ସେଇ ଘରରେ ଗାଁକୁ ଯିବାକୁ ଏତେ ତାର ଇଚ୍ଛା ପ୍ରକାଶ କରୁନି, ଏବଂ କହିଲେ ଆଉ କୋଉଠି ଯଦି କଟକ ନାହିଁ ଆଉ କୋଉଠି ଚାକିରି କରିବ? ନା ସବୁଠି ସମାନ ସମସ୍ୟା, ଚାକିରି ଗୋଟେ ପାଇବା ଏଇ ସମୟରେ ବହୁତ ହି କଷ୍ଟ, ଗୋଟେ ବହୁତ କଷ୍ଟ। ସେଥିପାଇଁ କି ସେମାନେ ସେଠୁ ଦି ଜଣ ଭିତରେ କଥାବାର୍ତ୍ତା ହେଇକି ଫାଇନାଲ ହେଲା ଯେ ଗାଁକୁ ଯିବେ। ନା ସେତିକି ବଡ ଆମର ସରିଥିଲା, ଏବେ ଆମେ ପଢିବା ତଇଁ ଆର ଦିନ ସତେ ସତେ କଟକ ବସା ଛାଡି ଆମେ ଗାଁକୁ ବାହାରିଲୁ। ତାପରେ ସତୀ ଯେହେତୁ ନିଜର କପଟିକୁ ସେ ନିଜେ ପରିପ୍ରକାଶ କରୁଛି, ତେଣୁ ସେ କହିଲା କଟକରେ କଟକର ଯୋଉ ବସା ଘର ଗୋଟେ ଭଡା ଘରକୁ ଛାଡିକି ଦି ଜଣ ଯାକ ତହିଁ ଆର ଦିନ ଫାର୍ଷ୍ଟ ଡେ ଦିନ, ପରଦିନ, ତା ପରଦିନ ହେଲା ତହିଁ ଆର ଦିନ। ତା ଆର ଦିନ ମାନେ କଣ ତା ପରଦିନ, ଆଉ ତହିଁ ଆର ଦିନ ତା ପରଦିନ, ପରଦିନ ଛାଡିକି ଦି ଜଣ ଯାକ କଟକରୁ ବସା ଛାଡିକି ନିଜ ଗାଁକୁ ଗଲେ। କଟକରୁ ନାଲି ମାଟି ଛାଡି ତମର ଆସିଲେ କରିବେ ନା ଆଉ କଟକରୁ ନାଲି ମାଟି ଛାଡି ବଳଦ ଗାଡି ଗଛ ଗହଳି ଗଛ ଗହଳି ହଜା ସାତବାଙ୍କ ଗାଁ ବାଟକୁ ଚାଲିଲା, ଏତେ ଦୁଃଖ ବି ମୋ ମନ ହଉଥାଏ ଗାଁ ଦାଣ୍ଡର ସେଇ ପାଉଁଶିଆ ଧୂଳି ଆଣି ସରଧାର ଦିହରେ ବୋଳିଦେବା, କାକର ବତୁରା ଦାଣ୍ଡ ଉପରେ ଗଡି ଗଡି ମନକୁ ବୋଧ ଦେବାକୁ ସେ ସହରର ଗୋଳମାଳ ଛାଡି ପୁଣି ଆଜି ପିଲାଦିନର ସେଇ ଶତମନ ପାଞ୍ଚ ଗଡା ସ୍ୱପ୍ନପୁରୀ ଭିତରକୁ ଫେରି ଆସିଥିଲି। ତେବେ ଯେତେବେଳେ ମନେ ତ ପକେଇ ମାନେ ଇଚ୍ଛା ତ ନଥିଲା ଆଉ ଗାଁକୁ ଯିବାକୁ, ଦୁର୍ଦ୍ଦଶା ଶୁଣିକି ମା ବାପା ମରିଗଲେଣି ଶୁଣିକି, ତଥାପି ଯେତେବେଳେ ଗାଁ ରାସ୍ତାରେ କଟକର ନାଲି ମାଟି ଛାଡିକି କଟକରେ ସେତେବେଳେ ଏଇ ସମୟର କଟକ କହିଦେଲି ସେ ବହୁତ ବର୍ଷ ତଳର କଟକ, ତାମାନେ ଗାଁରେ ଯଦି କାଦୁଅ ବା ବିଲ ରାସ୍ତା ହେଇଥିବ ତାହେଲେ କଟକ ଯେହେତୁ ଏଇଟା ସହର ନାଲି ଗୋଡି ରାସ୍ତା, ଯୋଉ ମହରମ ରାସ୍ତା ତାକୁ କୁହନ୍ତି ସେଇଭଳି ରାସ୍ତା ଥିଲା। ସେଇ ନାଲି ମାଟି ରାସ୍ତା ଛାଡିକି ବଳଦ ଗାଡି ତାଙ୍କର ଧୀରେ ଧୀରେ ଗଛ ଗହଳି ସଜା ସାତ ବାଙ୍କ ଗାଁ ବାଟରେ, ସାତ ବାଙ୍କ ଥିବା ବାଙ୍କ ଟାଙ୍କ ହେଇଥିବ ଗାଁରେ, ଗାଁ ରାସ୍ତା ଗୁଡିକ ଆଉ ଯାଉଥିବ ସେଇ ରାସ୍ତାରେ ଚାଲିଲେ, ଚାରିଆଡେ ଗଛ ବୃକ୍ଷ ଗୁଡାକ ବଡ ବଡ ଗଛ ଥିବ, ଗଛ ଗହଳି ଥିବ, ତ ସେଇଠି ତା ମନ ଦୁଃଖ ଥିଲା। କରିବି ତାପରେ ବି ଗାଁ ଦାଣ୍ଡର ସେଇ ଯୋଉ ପାଉଁଶିଆ ଧୂଳି ଆଉ ସରଧାର ଦେହରେ ବୋଳିବାକୁ, ଯୋଉ ଧୂଳି ଗୁଡିକ ଉଡୁଥିଲା ପାଉଁଶିଆ ପାଉଁଶିଆ ରଙ୍ଗର ତାକୁ ଆଣିକି ଦେହରେ ବୋଳିବା ପାଇଁ ହଉଥିଲା କାହାର ସତୀର। ତେବେ କାକର ପତ୍ର ଦାଣ୍ଡ ଉପରେ ଗଡି ଗଡି ମନକୁ ବୋଧ ଦେବାକୁ ଯେ ସହରର ଗୋଳମାଳ ଛାଡି ପୁଣି ଆଜି ପିଲାଦିନର ସେଇ ବର୍ତ୍ତମାନ ପାଞ୍ଚ ଗଡା ସ୍ୱପ୍ନ ପରି ଭିତରେ ମୋର ଫେରି ଆସିଛି ବୋଲି, ତେବେ ମନେ ପକଉଥିଲା କି ସେ ଖବରରେ କହୁଥିଲା କଟକର ପାଞ୍ଚ ଗଡା ସ୍ୱପ୍ନ ପୁରୀ, ପାଞ୍ଚ ଗଡା ବୋଲି ପାଞ୍ଚଟା ଗଡା କଣ ପାଇଁ ଲେଖା ହେଇଛି? ପାଞ୍ଚରେ ଗଡା ହେଇଛି ମାନେ ପ୍ରି ପ୍ଲାନ ସହର କଥା କହୁଛି, ଗାଁ ଗଲେ ତ ଆମ ଘର ଥିବ ଆଉ ସହର, ଏବେ କିନ୍ତୁ ସବୁଠି ସମାନ ହେଲେଣି, ଗୋଟେ ସମାନ ଥିଲା ଗାଁରେ ଏବେ ସବୁ ସହର କରୁଥିଲେ, ସହର ମାନଙ୍କରେ ସବୁ ଘର ଗୁଡିକ ପ୍ଲାନିଂ ସିଟି ଯୋଉଟା, କୁଆଡକୁ ବାଥରୁମ ରଖିବା, କୁଆଡକୁ ରାସ୍ତା ରଖିବା, ପାଞ୍ଚ ପାଞ୍ଚ କରିକି ବୁଦ୍ଧି ଖର୍ଚ୍ଚ କରିକିନା ଘର ଗୁଡିକ ତିଆରି କରାଯାଉଥିଲା। ତ ସେଇ ଯୋଉ ପାଞ୍ଚ ଗଢା ହେଲା ତିଆରି କରିବା, ଗଢା ହେଲା ଗଢିବା ବା ତିଆରି କରିବା, ସେ ଯୋଉ ସେଇଠି ଦେଖିବା ସେ ଯୋଉ ସ୍ୱପ୍ନପୁରୀ ସହରଟା ତା ପାଇଁ ସ୍ୱପ୍ନ ଯାଇଥିଲା ରେଳ ଗାଡି ଦେଖିନଥିଲା, ହଠାତ୍ ଯେତେବେଳେ ଦେଖିଲା ରେଳ ଦେଖି ଲୋକ
ଲାଗୁଥିଲା। ତେବେ ସେ କହୁଛି ପୁଣି ଆସିକି ମତେ ସେଇ ଗାଁ ଦାଣ୍ଡରେ ପୁଣି ଗଡି ଯିବାକୁ କାକର ବକୁର ଧୂଳି ଯେତେବେଳେ ଛୁଆ ଉପରେ କାକର ଗୁଡିକ ପଡିଛି ସେ କାକର ଓଦାରେ ବତୁରି ଯାଇଥିବା ଦାଣ୍ଡରେ ଗଡି ଯିବାକୁ ଟିକେ ତାର ଇଚ୍ଛା ହେଲା। ପୁଣି ବାରି ପଡିଆର ମଥାନ ମରା ଗଛ ମହୁଳ ଉପରେ ଆମ ଗାଁ ନଡିଆ ଗଛ ଯାକ ପରିଚିତ ବନ୍ଧୁ କରି ଯେତେବେଳେ ଗୋଟି ଗୋଟି ହୋଇ ବୁଲି ଚାହିଁଲେ ଗୋଟେ ଅଜଣା ଭୟରେ ଛାତି ଭିତରେ କମ୍ପିଗଲା। ଯଦି ବାଡି ପଡିଆର ମଥାନ ମରା ଗଛ ମହୁଳ ଉପରେ ଉପର ଭାଗରେ ମଥାନ ମରା ଗଛ ମାନେ ଘରର ମଥାନ ମାନେ ଉପରି ଭାଗଟା ତ ସେତିକି ଉଚ୍ଚ ଉଚ୍ଚାର ସବୁ ଗଛ ଗୁଡିକ ତାର ମଉଡ ଉପରେ ଅର୍ଥାତ ତାର ଉପରି ଭାଗରେ ଆପଣଙ୍କ ନଡିଆ ଗଛ ଯାକ ପରିଚିତ ବନ୍ଧୁ କରି ଯେତେବେଳେ ସେ ନଡିଆ ଗଛ ପରିଚିତ ବନ୍ଧୁ କାହିଁକି ନା ସେ ଯେହେତୁ ଛୋଟବେଳେ ସେଠି ରହିଛି ପ୍ରତ୍ୟେକଟି ନଦୀ ନାଳ ଗଛ ସବୁ ତାର ପରିଚିତ ଅଛି ନା ତେଣୁ କରିକି ସେ ତାକୁ ଦେଖିକି ପରିଚିତ ବନ୍ଧୁ ପରେ ଯେତେବେଳେ ଗୋଟି ଗୋଟି ହୋଇ ଚାହିଁଲେ ଗଛ ଗୁଡିକ ସାମ୍ନା ସାମ୍ନି ହେଇଗଲା ତ ସେ କହୁଛନ୍ତି କାହିଁକି କେଜାଣି ଅଜଣା ଭୟ ତାକୁ ତାର ଛାତି ଭିତରେ ଦୁମ ଦୁମ ହେଇ କମ୍ପୁଥିଲା। କାହିଁକିନା ଯେହେତୁ ସେ ନାଥ ନନା ସାଙ୍ଗରେ ଆସିଛି ଅନ୍ୟ ଗୋଟେ ପୁରୁଷଟିଏ ତା ସହିତ ଆସୁଛି ଆଉ ତା ସ୍ଵାମୀ ତାକୁ ଘରୁ ବାହାର କରିଦେଇଛନ୍ତି ତ ଲୋକମାନେ ତାକୁ କଣ କହିବେ କେଉଁ ନଜରରେ ଦେଖିବେ ନାଥ ନନାଙ୍କ ଘର ଦୁଆର ମୁହଁରେ ଆସି ଗାଡି ରହିଲା। ଆମ୍ବ ପଣସ ଗଛ ଗହଳି ଭିତରେ ସେଇ ଉଚ୍ଚ ମାଟି ପିଣ୍ଡାଟି ଠିକ ଆଗ ଭଳି ସେମିତି ଅଛି। ତ ଯେତେବେଳେ ନାଥ ନନା ଘର ମାନେ ପକଉଛ କିଏ ସବୁ ଥିଲେ ତା ଘରେ ତାର ଗୋଟେ ଭଉଣୀ ଥିଲା ତାର ମା ଟେ ଥିଲା ନାଇଁ ତା ଭଉଣୀ ନା କଣ ଥିଲା ଭଉଣୀ ତ ସେଇ ଘର ତାର ନାଥ ନନାଙ୍କ ଘର ସାମ୍ନାରେ ଗାଡି ରହିଲା ଚାରିଆଡେ ଆମ୍ବ ପଣସ ଗଛ ସେଇ ଯୋଉ ଆଗ ଗଛ ତାର ସ୍ମୃତି ରୋମାଞ୍ଚ କରିଦେଲା ହଠାତ୍ ମନେ ପଡିଗଲା ସବୁ ଘଟଣା ଏ ଯୋଉ ମାଟି ପିଣ୍ଡାଟି ଠିକ ଆଗ ଭଳି ସେମିତି ଅଛି ଗୋଟେ ଉଚ୍ଚ ମାଟି ପିଣ୍ଡା ଆଗ ଭଳି ମଧ୍ୟ ସେମିତି ଅଛି ଦଣ୍ଡ ପଟେ ନଡିଆ ଗଛ ଦାଣ୍ଡ ପଟେ ନଡିଆ ଗଛ ଧାଡି ଲଗା ସେଇ ବଉଳ ଚଉପାଢୀ ପିଲାଦିନେ ଯୋଉଠି ବସି ବଉଳ ସାଙ୍ଗେ କେତେ ଖେଳୁଥିଲି। ଚଉପାଢୀ ମାନେ ବସିବା ପାଇଁ ଯୋଉ ଉଞ୍ଚା ଟିକେ ଥାଏ ପିଣ୍ଡା ଭଳିଆ ଯୋଉ ସେମିତି ଥିଲା ଆଉ ଦାଣ୍ଡ ପଟେ ଥିଲା ବହୁତ ଗୁଡେ ଧାଡି ଧାଡି ହେଇକି ନଡିଆ ଗଛ ଯୋଉଠିକି ଛୋଟବେଳେ ସିଏ ତା ବଉଳ ଯୋଉ ମିଶିଥିଲେ ତା ସହିତ ସାଙ୍ଗ ହେଲା ତାର ବଉଳ ଅର୍ଥାତ ସାଙ୍ଗ ତାକୁ ବଉଳ କହନ୍ତି ମକର କହନ୍ତି ସେସବୁ ଗାଁରେ ଗୋଟେ ଭାଷା ସାହିତ୍ୟ ଭାଷା କୁହନ୍ତି। ତ ଘର ଓଳି ଗୃହରେ ସେଇ ମଗର ମୁହାଁ କାଠ ଶ୍ରେଣୀଟି ସୁଦ୍ଧା ଆଗ କରିକି କାଠ ଶ୍ରେଣୀଟି ସୁଦ୍ଧା ଆଗ ଭଳି ସେମିତି ଅଛି କିଛି କୋଉଠି ତିଳେ ହେଲେ ବଦଳି ନାହିଁ ସେଦିନ ନାଥ ନନା ଆଗ ଗାଡିରୁ ଓହ୍ଲାଇ କହିଲେ ଆ ତ ଆଗ ସମୟରେ ପିଣ୍ଡାଟି ଯେମିତି ଧାଡି ଧାଡି ନଡିଆ ଗଛ ଥିଲା ଯେମିତି ଆଉ ଅନ୍ୟ ଗଛ ମାନେ ସବୁ ଥିଲେ ଯାହା ସବୁ ଥିଲା ଛୋଟ ବେଳରେ କିଛି କିଛି ବଦଳି ନାହିଁ। କେତେ ବର୍ଷ ହେଇଛି ମାତ୍ର 3-4 ବର୍ଷରେ ସେ ଆସିଛି ନା ମାନେ 3 ବର୍ଷ ଶାଶୁ ଘରକୁ ଯାଇଥିଲା ଶାଶୁ ଘରୁ କଟକ ଗଲା କଟକରୁ ଏଠିକି ଆସିଲା ନାଇଁ କହିଲା ପାଣି ଅଛି କି ପାଣି ଆଣିପାରିବ ସେ ଜାଣିନି ନୂଆ ପିଲା ସେ ଜାଣିନି କିଛି ହବନି ଏଇଠି ଯିବ ପାଣି ଦିଅ ତାର କାଶ ହେଇଗଲା ନା ତମ କ୍ଲାସ ଗୋଟେ କ୍ଲାସ ସେମ୍ ସ୍କୁଲ ହଁ ସେମ୍ ଗୋଟେ ସ୍କୁଲ ତମର ସେଇଟା ମନା ଆଉ ପଇସା ସବୁ ଦେଇଥିଲା ନେଇଛ ତମେ ହଁ ଏମଆଇ ଓଡିଆ କମ୍ପଲସରୀ ଓଡିଆ ତମେ ଦେଇଛ ତମର ଦେଖିବ
ହଁ ଆଜି ମୁଁ ଖାତା ଦେଇଛି ମୁଁ କାଲି ଆଣିବି କମି ନଥିଲା ମୁଁ ଖାତା ଦେଇଦେବି ଥିବ କଣ କଣ ରହିଛି ତାର ଭଲ ଅଛି ତାର ଯେମିତି ନା ମନେ କହୁନି 20, 18, 17 ଆଉ 20 ଅଛି ଦିଟା ଦିଟା ତାର କହିପାରିବିନି ମନେ ରଖିବି ନା ନହେଲେ 3, 4, 5 ହେଲା କାଲି ଦେଖିଲେ ମତେ କହିବ କଣ କଣ ହେଲା ଆଁ? କଣ କହୁଛି କି? କଣ କହୁଛି? ଏତେ କନଫିଡେନ୍ସ ନାଇଁ କାହିଁକି ଏତେ କ୍ଲାସ୍ ସରି ଏକା ସ୍କୁଲ ନାଇଁ ଆଉ କେମିତି ଜାଣିଲ ଏବେ ଜାଣିଦେଲ ହଉ ତାର କହିବି ଦେଖୁ ଦେଖୁ ଜାଣିଦଉଛି କିଏ ତମେ ଯଦି ହେଇଥାନ୍ତେ କେତେ ରଖିଥାନ୍ତେ ତାକୁ ଦେଖି କହିଦଉଛି କେତେ ରଖିଥାନ୍ତା ସିଏ କେତେ ରଖିବ ଜାଣିବ ହଉ ତ ଆସିଲେ ଗାଡିରୁ ପଠେଇ ଗାଡିରୁ ଓହ୍ଲାଇ ପଡିଲା ଗାଡି ଶବ୍ଦରେ କେତେ ଲମ୍ବା ଟୋକା କେତେବେଳେ ଆସି କୋଉ ଅପୂର୍ବ ଜିନିଷ କରି ଗାଡି ଭିତରକୁ ଚାହିଁକି ଠିଆ ହେଲେ ଛୋଟ ପିଲା ଗୁଡାକ ଖାଲି ଡ୍ରେସ ଗାଁ ଗହଳି କଥା ଖାଲି ଡ୍ରେସ ପିନ୍ଧିଥାନ୍ତି ଟିକି ଟିକି ଛୋଟ ଛୁଆ ଟିକି ଟିକି ଛୁଆ ଗୁଡାକ ତ ସେମାନେ ଆସିକି ଗାଡି ଭିତରେ ଶଗଡ ଗାଡିଟି ଆସିକି ରହିଲା କଣ ଗୋଟେ ଅପୂର୍ବ ଦୃଶ୍ୟ କଣ ଆସିଛି କି ଆସିକି ଦେଖିବା ପାଇଁ ଆସିକି ଧାଡି ବାଡି ଠିଆ ହେଇଗଲେ ନାଥ ନନା ଓହ୍ଲାଇ ଟିକେ ଦୂରକୁ ଚାଲିଗଲାରୁ ସାହସ ପାଇ ଆସି ଗାଡି ଆଗରେ ଘେରି ଠିଆ ହେଇଗଲେ ତାପରେ ନାଥ ନନା ଟିକେ ଆଗରେ ଓହ୍ଲେଇକି ପଳେଇଲେ ସେ ଗାଡି ପାଖରେ ବଳଦ ଗାଡି ପାଖରେ ଆସି ଘେରି ହେଇକି ଠିଆ ହେଇଗଲେ ଭାବଟା ଏପରି ରହସ୍ୟ ଅପୂର୍ବ ସେ ହୋଇଥିବ କେଜାଣି ଗାଁର ଏଇ ନିହାତି ଅପରିଚିତ ଜ୍ଞାନହୀନ ପିଲାମାନଙ୍କ ଆଗରେ ବାହାରିବାକୁ ଆଜି ମୋର ବହୁତ ସରିଗଲା ମାନେ ମତେ ଚିହ୍ନିଲେ ନାହିଁ ତ ମୁଁ ତଳକୁ ପଶି ବେଦନା ଆସି ଭିତରେ ପଶିଲି ତ ଯେତେବେଳେ ସଚି ଓହ୍ଲେଇଛି ତାକୁ ପିଲାମାନେ ଆଉ ଚିହ୍ନି ପାରୁନାହାନ୍ତି ପାଦ ଚିପି ଚିପି ଆସି ଘରେ ପଶିଗଲା ଘର ଭିତରେ ଆଖିଏ ଅରମା ହୋଇ ପଡିଛି ଚାରିଆଡେ ନିଶବ୍ଦ ଯେପରି ଅନେକ ଦିନ ହେଲା ଭାଇ ଅଡୁଆ କେମିତି କେମିତି ଲାଗିଲା ନାଥମାନଙ୍କୁ ପଚାରି ବଡ ମା ନାହାନ୍ତି କାହାନ୍ତି ତ ଯେତେବେଳେ ଯାଇଛି ଦୁଆରଟି ଭାରି ଅରମା ସବୁ ଅନାବନା ଗଛ ଗୁଡିକ ଫୁଲ ହେଇଯାଇଥିଲା ଆଉ ନିଃଶବ୍ଦ ଚାରିଆଡେ କିଛି ଶବ୍ଦହୀନ କିଛି ପାଟି ସୁଧା ବି ଶୁଣା ଯାଉନଥିଲା ଯେପରି ଅନେକ ଦିନ କେହି ଏ ଘରେ ନାହାନ୍ତି ଭାରି ଅଡୁଆ କେମିତି କେମିତି ଲାଗିଲା ନାଥ ପଚାରୁଛି ଯେ ବଡ ମା କୁଆଡେ ଗଲେ ସେ ଟିକେ ହସିଲେ କହିଲେ ବୋଉ ଏଠି ନାହିଁ ଗାଁ ଭିତରକୁ କୁଆଡେ ଯାଇଥିବା ମନେକରି ପଚାରିଲି କାହା ଘରକୁ ଯାଇଛନ୍ତି ପରା ସେ ପଚାରିଲେ କାହା ଘରକୁ ଯାଇଛନ୍ତି କି ସେ କହିଲେ କାର୍ତ୍ତିକ ମାସରେ ସେ ଯାଇ ପୁରୀରେ ଶଙ୍କିତ ହୋଇ ପଚାରିଲେ ଆଉ ବଉଳ ବଉଳ ସେଟା ଶାଶୁ ଘରେ ତେବେ ଶଙ୍କିତ ମାନେ ଭୟଭୀତ ହେଇକି ଯେତେବେଳେ ଜାଣିଲି ଯେ ବଡ ମା ଯାଇକି ପୁରୀ କାର୍ତ୍ତିକ ମାସକୁ ପୁରୀରେ ଅଛନ୍ତି ତାପରେ ପଚାରିଲେ ବଉଳ ସାଙ୍ଗଟେ ତା ଶାଶୁ ଘରେ ଯାଇକି ବାହା ହେଇଗଲାଣି ଆ ଭିତରେ ତାର ସେ ଯାଇକି ଶାଶୁ ଘରେ ପହଞ୍ଚିଲାଣି ମନେ ହେଲା କେହି ନାହାନ୍ତି ଭଲ ହେଇଛି ମତେ ଆଉ କାହାକୁ ମୁହଁ ଦେଖେଇବାକୁ ପଡିବ ନାହିଁ କିନ୍ତୁ ଏଠି ମୁଁ ରହିବି କଣ ଏପରି ପାଖରେ ଏକା ପଚାରିଲି ବଡ ମା ନାହାନ୍ତି ଏ କଥା ତ ମତେ କଟକରୁ ଆସିଲା ବେଳେ କହିନା ତେବେ ସେ ଭାବୁଛି ଗୋଟେ ଦୃଷ୍ଟିରୁ ହଁ କେହି ନାହାନ୍ତି କହିବେନି ଆଉ ଗୋଟେ ଦୃଷ୍ଟିରୁ ଭୟ ଲାଗୁଥିଲା ଯେ ଜଣେ ଗାଁ ଲୋକ କଣ କହିବେ ତେଣୁ କହିଲା ମତେ ତ ବଡ ମା ନାହାନ୍ତି କଟକ ଆସିଲା ବେଳେ କେହି କହିନଥିଲୁ ସେ ପୁଣି ହସିଲେ କିନ୍ତୁ ସେ ହସ ମଲା ମଣିଷର ହସ ଦେଖିଲେ ଡର ମାଡିବ କହିଲେ ସେ କଥା କହିଥିଲେ ତୁ କଣ ଆଉ ଆସିଥାନ୍ତୁ ମୋ ସଙ୍ଗେ ହାଡ ଜଳିଗଲା ତାଙ୍କ ହସ ଦେଖି ରାଗରେ କହିଲି ଆମରି ଗାଁ ମଝିଟାରେ ଗୋଟାଏ ଘରେ ତମେ ଆଉ ମୁଁ ଲୋକେ ଶୁଣିଲେ ଖୁବ ପ୍ରଶଂସା କରିବେ କାନୁ କହୁଛି ଗଭୀର ବେଦନାରେ ତାଙ୍କ ମୁହଁର ହସର ଶେଷ ଚିହ୍ନଟଙ୍କ ନିଭିଗଲା ତଳକୁ ଚାହିଁ ତୁନି ତୁନି କହିଲେ କଣ କରନ୍ତି ଆଉ ଉପାୟ ନଥିଲା ତ ତ ଯେତେବେଳେ ଏଇ କଥା କହିଲେ ନାଥ ନନାର ମନରେ ଗୋଟେ ନିରସ ଭାବ ନିରସ ଭାବ ମାନେ କୁଞ୍ଚିତ ଭାବ ବିଷାଦ ଭାବ ଭଳି ତାର ମୁହଁଟି ଦେଖାଯାଉଥିଲା
ଏବଂ ସେ ତାକୁ ତୁନି ତୁନି ହେଇକି କହିଲା ଆଉ କଣ କରିଥାନ୍ତେ, ଆଉ ତ କିଛି ଉପାୟ ନଥିଲା, କୋଉଠି ଛାଡିକି ଆସିଥାନ୍ତେ। କହିଲି ଉପାୟ ନଥିଲା ତ ବିଷ ଟିକେ କଣ ମିଳିଲା ନାହିଁ ତମକୁ ମତେ ଖୁଆଇଦବ ବାଟରେ। ଆରେ ମୁଁ କାନ୍ଦି ପକାଇଲି। ତ ସତୀ କୋଉଠି କହୁଛି ଯେ ଯଦି ମିଳିଲାନି କିଛି ତ ଉପାୟ ନଥିଲା ତାହେଲେ ମତେ ଟିକେ ବିଷ ଦେଲେ ରାସ୍ତାରେ ମୁଁ ଖାଇଲି ସିନାକି ବାଟରେ। ପଶ୍ଚିମ ଦିଗରେ କମ୍ବୁକରା ବାଟ ଫିକା କରି ସୂର୍ଯ୍ୟ ବୁଡ଼ିଗଲେ ସଞ୍ଜତରା ସଙ୍ଗେ ଶେଷ ହରିଖେଳ ବଢାଇ ଦେଇ ଗଛ ଗହଳି ଭିତରୁ ଅନ୍ଧାରର ମୟୂରକଣ୍ଠୀ ଶାଢୀ ବୁଣା ହଉଥିଲା ସେତେବେଳେ ସେମିତି କାନ୍ଦିବାକୁ ଲାଗିଲେ ଆଜି ଯେ ସବୁଦିନ ପରି ଆଉ ମତେ ତୁନି କରିବାକୁ ଆସିଲେ ନାହିଁ। ମୁଣ୍ଡକୁ ଆଉରି ସେମିତି ପଥର କରି ବସିଲି। କେତେବେଳେ କି କହିଲେ ସକାଳୁ ତ କିଛି ଖାଇନି ଯେ କଣ ଦେଖି ଆଣେ। ତ ଏଇ ଯୋଉ ପ୍ରଥମ ଦିଟାରେ ଲେଖା ଅଛି ନା ପଶ୍ଚିମ ଦିଗର କବୁକଟା ବାଟ ଫିକା କରି ସୂର୍ଯ୍ୟ ବୁଡିଗଲେ ଏହା ହେଲା ସେଇ ଯୋଉ ସମୟର ପ୍ରାକୃତିକ ଦୃଶ୍ୟ ଗୁଡିକ ପ୍ରକୃତିରେ ଯୋଉ ଶୋଭା ଗୁଡିକ ଏଠି ପ୍ରଥମ କରି ଲେଖକ ବର୍ଣ୍ଣନା କଲେ ଯେ ପଶ୍ଚିମ ଦିଗରେ କଣ ହଉଛି ଫିକା କରି ସୂର୍ଯ୍ୟ ବୁଡି ଯାଉଛନ୍ତି ସନ୍ଧ୍ୟା ସମୟରେ ଦୃଶ୍ୟ ସୂର୍ଯ୍ୟଙ୍କର ଅନ୍ତିମ ବେଳା ସୂର୍ଯ୍ୟାସ୍ତ ସମୟ ସଞ୍ଜ ତାରା ସଙ୍ଗେ ଶେଷ ହୋଳି ଖେଳ ବଢାଇ ଦେଇ ହୋଳି ଖେଳ ବଢାଇ ଦେଇ ପଡେ କଣ ରଙ୍ଗ ଖେଳ ବେଳେ ଯେମିତି ଚାରିଆଡେ କଲରଫୁଲ ହେଇଯାଏ ସେମିତି ସୂର୍ଯ୍ୟ ଯେତେବେଳେ କିରଣ ହାଲକା କମଳା ରଙ୍ଗର ମିଶାମିଶି କିରଣ ଗୁଡ଼ିକ ପଡିଥାଏ ତାହାକୁ ସେ ହୋଳି ଖେଳ ସେଠି ତୁଳନା କରୁଛନ୍ତି ରଙ୍ଗ ବେରଙ୍ଗ କଲରଫୁଲ ଭଳି ଦେଖାଯାଉଛି। ଆଉ କଣ ଦେଖୁଛନ୍ତି ଗଛ ଗହଳି ଭିତରୁ ଅନ୍ଧାରର ମୟୂରକଣ୍ଠୀ ଶାଢୀ ବୁଣା ହଉଥିଲା ସେତେବେଳେ। ଆଉ ସତେ ଯେମିତି ଗୋଟେ ଅନ୍ଧାରର ମୟୂରକଣ୍ଠୀ ଶାଢୀ ମୟୂର ଶାଢୀ ବୁଣା ଯାଏ ତା ସବୁ ବିଭିନ୍ନ ଚିତ୍ର ନଥାଏ କି ଏଠାରେ ମୟୂରର କଣ୍ଠ ଦେଶ ଯୋଉ ଶାଢୀ ବୁଣା ଯାଏ କଣ୍ଠ ଭଳି ଦେଖାଯାଉଥିବା ସେଇଭଳି ସତେ ଯେମିତି ଗଛ ଗହଳିରେ ଦେଖାଯାଉଛି କାହିଁକି ସବୁଜ ସବୁଜ ଅନ୍ଧାର ଆଉ ସବୁଜ ରଙ୍ଗ ମିଶିଗଲେ ରଙ୍ଗଟି ଦେଖାଯାଏ ଏମିତି ଅନୁମିତ ହଉଛି ଲେଖକଙ୍କୁ। ତାପରେ ସେଠି କାନ୍ଦୁଥିଲା ସତ୍ୟ କାନ୍ଦୁଥିଲା କିନ୍ତୁ ନାଥ ତାକୁ ବୁଝାଇବା ପାଇଁ ଆସି ସେ ଚାଲିଗଲେ ହଠାତ୍ ବସାରେ ପଇସା ଅଭାବରେ 3 ଦିନ ସେଇ ଛାଡା ଉପାସ କଥା ମୋର ମନେ ପଡିଲା ୟାଙ୍କ କଥା। ଭାବିଲି ଓ କି କଷ୍ଟ ସେ ଏ ଲୋକ ନିନ୍ଦା ତ ଆଗରେ କିଛି ନୁହେଁ ଭଗବାନ ଶତ୍ରୁକୁ ସୁଦ୍ଧା ସେ କଷ୍ଟ ନ ଦିଅନ୍ତୁ କିନ୍ତୁ ଏ ପୁରୁଷ ହୋଇ ଏତେ କଷ୍ଟ ବୁଝି ସହିଲେ କାହା ଲାଗି ତାକୁ କହୁଛନ୍ତି ଇଏ କେତେ କଷ୍ଟ ସମୟ ଲୋକମାନେ କେତେ କଥା କହିଲେ ଇଏ ପୁରୁଷଟି ମଧ୍ୟ ଏତେ କଷ୍ଟ କିଭଳି ଭାବରେ ସहे କାହିଁକି ନା ସେ ସମୟରେ ଥିଲା ପୁରୁଷ ମାନେ କିଛି ସହିବେନି କଷ୍ଟ ଯନ୍ତ୍ରଣା କିଛି ସହିବେନି ସିଏ ପୁରା ହାକିମ ଦେଖାନ୍ତି ସ୍ତ୍ରୀ ମାନଙ୍କୁ ତ ସବୁ ଯନ୍ତ୍ରଣା ଦିଆଯାଉଥିଲା ସେତେବେଳେ ସମୟ ଥିଲା ସେମିତି ତେଣୁ କିନ୍ତୁ ଏ ପୁରୁଷ ହୋଇ ଏତେ କଷ୍ଟ କେମିତି ମଧ୍ୟ ସେଇ ପୁରୁଷ ଜାତିରୁ ଜଣେ ଥିଲା କିନ୍ତୁ ଇଏ ଏତେ କଷ୍ଟ କେମିତି ସହିପାରେ ସେଇ କଟକରେ ମତେ ଛାଡିଦେଇ ସେ ତ ଏଠିକି ଖୁସିରେ ଚାଲି ଆସି ପାରିଥାନ୍ତେ ମୁଁ ୟାଙ୍କର କିଏ ଯେ ମୋ ପାଇଁ ଏତେ କଷ୍ଟ ଏତେ ଅପମାନ ସହି ନେବାକୁ ଖୁସିରେ ମୁଣ୍ଡ ଫଟାଇ ଦେଇଛନ୍ତି ଅଥଚ ଏଇ ଦଣ୍ଡକ ଆଗରୁ ମୁଁ ୟାଙ୍କ ଉପରେ ଚିଡିଥିଲି ଏଠିକି ଆସିବା ଦୋଷ ତାଙ୍କର ଯେମିତି ସବୁ ତାଙ୍କରି ମନରେ ଗୋଟାଏ ଅତି କୁତ୍ସିତ ସନ୍ଦେହ ଆଣି ମୁହଁକୁ ଯାହା ଆସିଲା ଗାଳି ଦେଲି ତାପରେ କହୁଛନ୍ତି ଇଏ ତ ସେଠି ମତେ ଏକା ଛାଡିଦେଇକି କଟକ ଆରାମସେ କାହିଁକି ମତେ ଆଣିଲେ ମୋର ମତେ ଏତେ ଗାଳି ଦଉଛନ୍ତି ସ୍ୱାମୀ ଇଏ ସହି ପାରିଲିନି ଜାଣିଲେ ଚିନ୍ତା କଲେ ଗାଁକୁ ନେଇକି ଆସିଛନ୍ତି ତ ଏଇଭଳିଆ କିଛି କହିଲେ ତାପରେ ବି ତାଙ୍କ ମୁହଁକୁ ଯାହା ଆସିଲା ଶବ୍ଦରେ ତାକୁ ଗାଳି ଗୁଡାଏ ଗାଳି କଲେ କୁତ୍ସିତ ସନ୍ଦେହ ବିଭିନ୍ନ ପ୍ରକାର ମନରେ ସନ୍ଦେହ ଜାତ ହେଲା କି କଣ ପାଇଁ ବେଳେ ବେଳେ ତାକୁ ଭଲ ବୋଲି ଭାବୁଛି ସତ୍ୟର ମାନସିକ ଯୋଉ ଚିନ୍ତାଧାରାଟି କେତେବେଳେ ବହୁତ ସାରା ପଜିଟିଭ ନେଗେଟିଭ କେତେବେଳେ ଭାବୁଛି ନାତ ନାହାନ୍ତି ବହୁତ ଏତେ ସମସ୍ତଙ୍କୁ ଗାଳି ଗୁଲୋଜ ଶୁଣିଲା ପରେ ବି ମତେ ଆଣିକି ରଖୁଛି ଆଉ ଇଏ ହୁଏତ କିଛି ଗୋଟେ ନିଶ୍ଚିତ ସନ୍ଦେହ କରୁଛି ତାକୁ ହୁଏତ ଇଏ ମତେ ବିପଦରେ ପକାଇବ କି ମୋ ସହିତ କିଛି ଖରାପ କାମ କରିବ ସେଥିପାଇଁ ବହୁତ ସାରା କୁଷିତ ମନୋଭାବ ମନରେ ନେଇକିନା ସେ ବସିଛି କିନ୍ତୁ ସେ କିନ୍ତୁ ପଦେ ପାଟି ଫିଟେଇଲେ ନାହିଁ ସେ ଯେମିତି ସତରେ କେଡେ ବଡ ଦୋଷୀଟାଏ କରି ପକାଇଛନ୍ତି କୃତାର୍ଥତାର ଆନନ୍ଦରେ ଲକ୍ଷ କୋଟି କଣାରେ ବିଭକ୍ତ ହୋଇ ତାଙ୍କରି ଗୋଡ ତଳେ ମାଟି ସାଙ୍ଗେ ମିଶି ହଜିଯିବାକୁ ଇଚ୍ଛା ହେଲା କୃତାର୍ଥତା ମାନେ କୃତଜ୍ଞତା ଜ୍ଞାପନ କରି ସେ ମତେ ଏତେ ସାହାଯ୍ୟ କରିଛନ୍ତି ଏତେ ବଡ ବଡ ବିପଦରୁ ରକ୍ଷା କରିଛନ୍ତି ତେଣୁ ଇଚ୍ଛା ହଉଥିଲା ସତେ ଯେମିତି ସେଇ ଆନନ୍ଦରେ ତାଙ୍କ ପାଦ ତଳେ ଲୋକି ଯାଇକି ସତୀ ମନେ ମନେ ବିଚାର କରୁ ଭିତର ଘର ଦୁଆର ମୁହଁରେ ଗୋଟାଏ ଝିଅଟିକୁ ହାତରେ ଧରି ନାଥ ନନା ଡାକିଲେ ନୁହଁ ଡାକିଲେ ହବ ଏଟା ଡାକିଲେ ସତୀ ତ ସେଇ ସମୟରେ ଭିତର ଘର ଦୁଆର ମୁହଁରେ ଗୋଟେ ଝିଅ ଦୀପଟି ହାତରେ ଧରିଛି ନାଥ ନନା ଏବଂ ଡାକୁଛି ସତୀ ପାଖକୁ ଗଲି କହିଲେ ଆଜି ତ ମୋର କଣ ଟିକେ ଜଳଖିଆ ଖାଇଦେଲେ ଚଳିଯିବ ତୁ କଣ ଖାଇବୁ କହିଲୁ ତେଣୁ କହୁଛି ଆଜି ତ ମୁଁ ଯାହା ଜଳଖିଆ ପତ୍ର ଖାଇଦେଇକି ଚଳେଇଦେବି ତୁ କଣ ଖାଇବୁ କହ କହିଲି ମୁଁ ଯାହା ଖାଏ ନ ଖାଏ ତମ ପାଇଁ ରୋଷେଇ ହବ ଯେମିତି ହଉ ତିନି ଦିନ ହେଲା
ଭାତ ସଙ୍ଗେ ଭେଟ ନାହିଁ ମନେ ଅଛି ତ ସେ କଥା। ପଚାରିଲେ ରୋଷେଇ କିଏ କରିବ ଶୁଣି। ମତେ କହୁଛି ମୁଁ ଜଣ କହୁଛି 3 ଦିନ ହେଲା ଭାତ ଖିଆ ନାହିଁ ରୋଷେଇ ହେଇନି ଆଜି କିନ୍ତୁ ରୋଷେଇ ଘରେ ନିହାତି ହବ। ସେ ପଚାରିଲେ ରୋଷେଇ କିଏ କରିବ ନା ମୁଁ କରିବି। ମୋ କଥାରେ ପ୍ରବଳ ପ୍ରତିବାଦ କରି କହିଲେ ନାଇଁ ନାଇଁ ମୁଁ ଭାତ ଖାଇବି ନାହିଁ ଆଜି। ଦୌଡି ଦୌଡି ଏତେ ବାଟରୁ ଆସିଛୁ ସେଥିରେ ପୁଣି ଗୋଟାଏ ନିଆଁ ପାଖରେ ନ ସିଝିଲେ ହବ ନାହିଁ ମୁଁ ଯାଉଛି ଜଳଖିଆ କିଣିବି ନାହିଁ। ଏତେ ବାଟରୁ ଆସିଛି ନିଆଁ ପାଖରେ ବସିକି ଆଉ ଗ୍ୟାସ ନଥିଲା ଯେ ବସିକି ଫଟାଫଟ ଲଗେଇଦବ ଦିପଟେ ରୋଷେଇ କରିଦେଲେ ଖାଇଦବ ନାଇଁ। ତ ଚୁଲି ଜାଳ ଚୁଲିରେ ପତ୍ର କାଠ ଜାଳିକି ଛୁଆ ଥିଲା ତେଣୁ କହିଲେ ନିଆଁ ପାଖରେ ସିଝିବା ଆବଶ୍ୟକ ନାହିଁ ମୁଁ ଯାଉଛି ଦୋକାନରୁ କିଛି ଜଳଖିଆ କିଣି ଆଣିକି ଖାଇଦେବି ଶୋଇପଡ଼ିବି। ସେ ଚାଲି ଯାଉଥିଲେ ଦୃଢ ସ୍ୱରରେ ଡାକିଲି ଯା ନା କହୁଛି ସେ ଫେରିଲେ କହିଲି ଆଳୁ ଟା ମତେ ଦେଲ ଭଣ୍ଡାର ଘରେ ରୋଷେଇ ଲାଗି କଣ ଅଛି ଦେଖେ ମତେ ଆଳୁ ଅଟା ଫଟା ସବୁ ଦେଇଦିଅ ଆଉ ଭଣ୍ଡାର ଘରେ କଣ ରୋଷେଇ ସରଞ୍ଜାମ ଅଛି ଦିଅ ମୁଁ ତାକୁ ନେଇ ରୋଷେଇ କରିବି। ଉପାୟହୀନ ତାର କ୍ଷୀଣ ଆପତ୍ତି ଉଠାଇ ସେ କହିଲେ ଫେର ଗୋଟେ ରୋଷେଇ ପୂର୍ଣ୍ଣ ଦୃଷ୍ଟିରେ ତାଙ୍କ ଆଡକୁ ଚାହିଁ କହିଲି ମୁଁ ତୁମକୁ ପଚାରୁଛି ସେ କଥା। ତେବେ ଉପାୟ ନାହିଁ ମୁଁ ଯେତେବେଳେ କହିଲି ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା କରିବା ପାଇଁ ବାଧ୍ୟ। ତେଣୁ ମୋତେ କ୍ଷୀଣ ଆପତ୍ତି ଉଠାଇ ସେ କହିଲେ ମାନେ ଧୀର କଣ୍ଠରେ ଛୋଟିଆ ଆପତ୍ତିଟିଏ କରିକି କହୁଛନ୍ତି କଣ ଫେର ଗୋଟେ ରୋଷେଇ ପୂର୍ଣ୍ଣ ଦୃଷ୍ଟିରେ ତାଙ୍କ ଆଡକୁ ଚାହିଁ କହିଲି ମତେ ତୁମକୁ ପଚାରୁଛି ସେ କଥା ମୁଁ କଣ ତମକୁ ପଚାରୁଛି ମୁଁ ତ ରୋଷେଇ କରିବି। ତ ମାଘ ମାସର ବଉଳ ଉଜୁଡା ଦିନ ମାଘ ମାସର ବଉଳ ଉଜୁଡା ଦିନ ଅର୍ଥାତ୍ ମାଘ ମାସରେ ଯୋଉ ଆମ୍ବ ଗଛରେ ବଉଳ ହେଇଥାଏ ମାଘ ମାସର ଶୀତରେ ବରଫ ପଡିକି ପୁଣି ହୁଏ ପୁଣି ହେଲେ ବଉଳ ଉପରେ ପଡିଲେ ବଉଳ ଗୁଡା ନଷ୍ଟ ହେଇଯାଏ ସେଇଥିପାଇଁ କି ମାଘ ମାସ ଟାକୁ ବଉଳ ଉଜୁଡା ଦିନ ବୋଲିକି କୁହାଯାଏ। ବଣ ବୁଦାର ପାଚିଲା ପତର କମର କଟା ଛୋଟ ଗାଲିଚା ଉପରେ ଜାଡର ନିଦ ଭାଙ୍ଗିବାକୁ ବସନ୍ତ ବାହା ଚୋରଣୀ କରି ଆସି ବେଳେ ବେଳେ ଚାହିଁ ଯାଉଥିଲା ତାର କୁହୁଳି ମତେ ଗପ ପୁରାଟା ଅଛି କିନ୍ତୁ ମଝିରେ ମଝିରେ ସେ ଯୋଉ ଗାଁ ର ପ୍ରାକୃତିକ ଦୃଶ୍ୟଟାକୁ ଲେଖକ ସୁନ୍ଦର ଭାବରେ କିଛି ନା କିଛି ଗୋଟେ କାହାକୁ ପ୍ରତୀକରେ ହଉ ବା ତୁଳନାରେ ହଉ କରିକି ଲେଖୁଛନ୍ତି ଯେମିତି ବଉଳ ଗଛରେ ବଉଳ ହେଇଛି ଆମ୍ବ ଗଛ ସେତେବେଳେ କଣ ଆଉ ପତ୍ର କେମିତି କଲର ଦେଖାଯାଏ ବଉଳ ଗ୍ରୀନ ହଁ ଗ୍ରୀନ ହ୍ୱାଇଟ ମିଶା ମାନେ ପୁରା ଡାର୍କ ଗ୍ରୀନ ନୁହଁ କି ଡାର୍କ ହ୍ୱାଇଟ ନୁହଁ ଦିଟା ଯାକ ହ୍ୱାଇଟ ଅଂଶ ଟିକେ ଉପର ଅଂଶଟା ତ ସେଇଭଳି ଯୋଉ ଦେଖାଯାଉଛି ତା ସତେ ଯେମିତି ଯୋଉ ବଣବୁଦାର ପାଚିଲା ପତର କମଳ କଟା ଛିଟ ଗାଲିଚା ଉପରେ କମକଟା ଛିଟ ଗାଲିଚା କମକଟା ମୁଁ ଯୋଉ ଛିଟ ଛିଟ ପାନ୍ତି ହେଇଯିବ ଚିତ୍ର ଯେମିତି ମୁଣ୍ଡରେ ଲଗାନ୍ତି ଚନ୍ଦନ ଚିଟିକା କମକଟା ତାକୁ କୁହନ୍ତି ବା ଗୋଟେ ଗାଁ କି ଗାମୁଛାଟି ହଉ ବା ଗୋଟେ ଶାଢୀଟି ହଉ ଚିତ୍ର ବିଚିତ୍ର ସୁନ୍ଦର ଭାବରେ ଅଙ୍କନ କରାଯାଇଥିବ ତାର ଡାଳ ଟିକେ ଥିବ ପତ୍ର ଟିକେ ଥିବ ବୁଲେଇ ବୁଲେଇ ଯୋଉ ଅଙ୍କନ କରାଯାଏ ଶୀତ ଗାଲିଚା ଉପରେ ଜାଡର ନିଦ ଜାଡ ନୁହଁ ଶୀତ ବହୁତ ଥଣ୍ଡା ନର ନିଦ ଭାଙ୍ଗିବାକୁ ବସନ୍ତ ବାଆଚରଣ କରି ଆସି ବେଳେ ବେଳେ ଚାହିଁ ଦଉଥିଲା ଆଉ ସେଇ ସମୟରେ ବସନ୍ତ ତ ବସନ୍ତ ଋତୁର କୁହୁଡି ସତେ ଯେମିତି ବସନ୍ତ ଋତୁଟି ଆସିଯାଏ ଆଉ କୁହୁଡିଟି ମଶାରୀ ସଦୃଶ ତୁଳନା କରାଯାଏ ଠିକ ସେମିତି ଯୋଉ ପଡିଛି କୁହୁଡି ଗୁଡ଼ିକ ମସୁରୀ ଭଳି ଜାଲ ଜାଲ ଯେତେବେଳେ ଗଛ ଉପରେ ସବୁ ତଳେ ଦୁବ ଘାସ ଘାସ ଫାସ ଥିବ ତାପରେ କୁହୁଡି ପଡିଥିବ ଗୋଟେ ଜାଲ ହେଇଥାଏ ସେଇ ସୁନ୍ଦର ଦୃଶ୍ୟଟିକୁ ଲେଖକ ଏଇଠି ବର୍ଣ୍ଣନା କରିଛନ୍ତି କିନ୍ତୁ ଏଡେ ଜାଡ ଦେବତା ଭାଙ୍ଗିଦେବାକୁ ଫରାସୀ ପାଖକୁ ପଶି ପାରୁ ନଥିଲେ ଯେପରି ପାଚିଲା ପତ୍ର ଝଡି ଗଛ ଗଛ ପତ୍ର କଅଁଳ ଧୂଳି ପଡିଯାଇଥିଲା ଚାରିଆଡେ ସକାଳୁ ସେଦିନ ଘର ଭିତରେ ବସି ପାନ ଭାଙ୍ଗୁଛି ବାହାରୁ ପାଟି ଶୁଣିଲେ ଲୋକନାଥ ନନା ଘରେ ଅଛ ପୁଣି ବସିକି ବାହାରେ ପାନ ଭାଙ୍ଗୁଛି ଥରେ ଶୀତ ଅଧିକ ପଡିଛି ବେଗ ଝାଡ ଜାଡ ହେଲା ଶୀତ ବହୁତ ସାରା ଶୀତ ଜାଡ ଦେବତା ବା ଶୀତ ଦେବତା ର ନିଦ ଭାଙ୍ଗି ଦେବାକୁ ଫରାସୀ ପାଖକୁ ପଶି ପାରୁ ନଥିଲା ଯେପରି ଅତ୍ୟଧିକ ଶୀତ ହଉଥିଲା ତାକୁ ଏଇଠି ସୁନ୍ଦର ଭାବରେ ଲେଖକ ଲେଖି ତ ସେଇ ସମୟରେ ଇଏ ବସି ପାନ ଭାଙ୍ଗୁଛି ଦି ଜଣ ଆସିକି ଡାକିଲେ ଲୋକନାଥ ନନା ଭଲ ଅଛ ଲୋକନାଥ କିଏ ନାଥ ନନାର ପୁରା ନାଁ ହେଲା ଲୋକନାଥ ତାକୁ ଡାକନ୍ତି ସର୍ଦ୍ଦାର ନାଥ କହିକି ନାଥ ନନା ପିଣ୍ଡାରେ ବସି ତାଙ୍କ ପଢିବା ଦିନର କେତେଟା ପୁରୁଣା ବହି ସଜାଡି ରଖୁଥିଲେ ଆଉ ତାଙ୍କର ପୁରୁଣା ପିଲା ଦିନର ଯୋଉ ପଢିବା ବହି ଗୁଡାକ ପାଠ ପଢା ବହି ଗୁଡାକ ସଜାଡିକି ରଖୁଥିଲେ କହିଲେ କିଏ ଅଚ୍ୟୁତି ଅଚ୍ୟୁତି ଆଉ ଗୋଟେ କ୍ୟାରେକ୍ଟର ଚିହ୍ନ ମାରିଦେଲେ ସେ ପଛରେ କ୍ୱେଶ୍ଚନ ଆସିବ କିଏ ଅଚ୍ୟୁତି ଯିଏ ଆସିଲା କରିବା ପାଇଁ ଶେଷରେ ଏ ଅଚ୍ୟୁତି ଆମ ଗାଁ ଚାଟଶାଳୀର ମାଷ୍ଟର ତେବେ ଏଇ ଅଚ୍ୟୁତି ଜଣକ କିଏ କଡା କିଏ ସିଏ ହେଲା
ଗାଁ ଚାଟଶାଳୀର ମାଷ୍ଟର। ସେଇ ସତୀର ଗାଁ ଚାଟଶାଳୀରେ ମାଷ୍ଟର ଥିଲା, ପ୍ରଧାନ ଥିଲା, ତା ନାଁ ହେଲା ଅଚ୍ୟୁତ। ସର୍ଟ କ୍ୱେଶ୍ଚନ ଆସିବ। 5 ବର୍ଷ ଲାଗିଲେ ବିଦ୍ୟାଦେବୀଙ୍କ ସହିତ ଯୁଦ୍ଧ ଯୁଦ୍ଧ କରି ଟାକୁ ଅପର ପ୍ରାଇମେରୀ ସୀମାର ବେଶୀ ଦୂରକୁ ବଢେଇ ପାରିଲେ ନାହିଁ। ସେତେବେଳେ ବିରକ୍ତି ହୋଇ ଶେଷରେ ପଢା ଛାଡି ଦେଇ ଦିନା କେତେ ଗାଁ ଭିତରେ ପକେଇ ନାକୁ ମେଳା ହେଲା। ଚୌଧୁରୀ ପୋଖରୀରେ କୋଉଦିନ ଜାଲ ପଡିଲା, କୋଉଦିନ ଫାଶୀ ପଡିଥିଲା, ନରାତି ଏଇ ଖବର ନେଇ ବୁଲେ। ତାପରେ ନାଥୁଣୀଙ୍କୁ ଅନୁଗ୍ରହ କରୁ ଅନେକ କଷ୍ଟରେ ଅନେକ ପରେ ଗାଁ ଚାଟଶାଳୀରେ ଖଣ୍ଡେ ଚାକିରି ପାଇ ଏକା ଲାଗେ ସେ ମାଷ୍ଟର। ତାମାନେ ପୁରା ଗଧ ମାଷ୍ଟରଟିଏ ଇଏ, ପାଠ ପଢାର ସୀମାଳୁ। କାହିଁକି ନା 5 ବର୍ଷ ଲାଗିଲା ଦୁଖେଇଲେ ବିଦ୍ୟାଦେବୀ 5 ବର୍ଷ ଙ୍କ ସହିତ 5 ବର୍ଷ କାଳ ରୀତିମତ ଯୁଦ୍ଧ ଲାଗିଥିଲା। ମାନେ ଲେଖକ ବାରମ୍ବାର 5 ଥର ଫେଲ ହବା ପରେ ସୁନ୍ଦର କରିକି describe କରେ। ତ ସେଇ କଥା କହୁଛନ୍ତି ବିଦ୍ୟାଦେବୀ ସତେ ଯେମିତି ସେ ତାଙ୍କ ସହିତ ଯୁଦ୍ଧ କରୁଛି, ଆଉ ତାପରେ ନିଜ ଇଲାକାଟାକୁ ଅପର ପ୍ରାଇମେରୀ ସୀମାର ବେଶୀ ଦୂରକୁ ବଢେଇ ପାରିଲେ ନାହିଁ। ତା ମାନେ ପାରିଲା ନାହିଁ। ତ ଯେହେତୁ ଫେଲ ହେଇକି ରହିଲା ଆଉ ପାଠ ପଢିଲାନି, ତ କଣ କରେ କରି ମାଛ ଧରା ହେଲା। କଣ କରେ ଚୌଧୁରୀ ପାଖରେ କୋଉଦିନ ଜାଲ ପଡିଲା, ଚୌଧୁରୀ ପୋଖରୀରେ କୋଉଦିନ ଜାଲ ପଡିଲା, କୋଉଦିନ ଫାଶୀ ଏଇ ଖବର ସେ କୋଉଠି ତାର ତ୍ରିନାଥ ମେଳା କରିବ, ବ୍ରାହ୍ମଣିଆ ଲୋକଟେ ବୋଧେ ତ୍ରିନାଥ ମେଳା କରିବାକୁ ଗଲେ ପଇସା ମିଳିଯିବ। ତେଣୁକରି ଏଇ ସବୁ କାମ କରୁଥିଲା। ତାପରେ ନାଥ ନନାଙ୍କୁ ଅନୁଗ୍ରହ ଅର୍ଥାତ୍ ଦୟା। ତ ନାଥ ନନାଙ୍କ ଦୟା, ନାଥ ନନା କଥାବାର୍ତ୍ତା କରିକି ତାଙ୍କରି ଗାଁର ଚାଟଶାଳୀରେ ତାକୁ ମାଷ୍ଟର ପଦବୀରେ ରଖିଦେଲେ। ଏଇ ଲାଗେ ସେ ମାଷ୍ଟର। ସେତେବେଳେ ସେ ପଢଉଥିଲା ପିଲାଙ୍କୁ ଚାଟଶାଳୀରେ। ଏବେ ସେ ମାଷ୍ଟର ସେଇ ସମୟରେ କଣ ଥିଲା, ବାବା ଚାକିରି କରିଥିଲେ, ସବୁ ସେ ପାଠ ଯିଏ ପାଠ ପଢୁଥିଲେ ବଡ ଉପର ପୋଷ୍ଟ ଯାଉଥିଲା। ସେ ଯୁଗ ଆଉ ନାହିଁ। ପାଠ ପଢ ଚାକିରି କରିବା ମାନେ ଭଲ ପାଠ ପଢିବା ପାଇଁ ପଡିବ। ବାପା ଆଇଏଏସ୍ ଅଫିସର ହେଇଥିଲେ ତ ତମେ ଯାଇକି ସେଇ ଆଇଏଏସ୍ ପୋଷ୍ଟରେ ବସି ପାରିବ। ଏବେ ସିଚୁଏସନ ଆଗରୁ କିନ୍ତୁ ବାପା ମାନେ ଯଦି ଗଭର୍ଣ୍ଣମେଣ୍ଟ ଜବ କରୁଥିଲେ ଗଲେ ଲାଷ୍ଟ ଜଷ୍ଟ ଭଲେଣ୍ଟିୟର ହେଇଯାଉଥିଲେ, ଛୁଆକୁ ସେଇଥିରେ ଭର୍ତ୍ତି କରେଇ ଦଉଥିଲେ। ତେଣୁ ଯାହା ହଉ ସେ ଚାକିରି ପାଇଯାଇଛି। ସିଏ ପୁଣି ନାଥ ନନାର ଦୟାଳୁ। କିଏ ଅଚ୍ୟୁତି ଗାଁର ଗୋଟେ ମାଷ୍ଟର। ପ୍ରଥମ ଠକ ଠକ କରି ସେ ଖଞ୍ଜା ଭିତରକୁ ଆସିଲେ। ନାଥ ନନାଙ୍କ ପାଖରେ ବସି ପଚାରିଲେ କୋଉଦିନ ଆସିଲା। ରାନ୍ଧି ସେତେବେଳେ କାଠରେ ତିଆରି ହେଇଥାଏ ଜୋତା ଭଳିଆ, କିନ୍ତୁ ଗୋଡ ବସିବାକୁ ନାହିଁ, ଖାଲି ରାଉଣ୍ଡ ଦେଖିବ ସେ ପୁରା ଆଙ୍ଗୁଠି କନେକ୍ସନ ତାକୁ ଧରିକି ରଖିବା ପାଇଁ ଗୋଟେ ଧରିକି ଚାଲନ୍ତି। ଟକ୍ 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 ଆବାଜ ହେଇକି। ସବୁ ନନା ମାନେ ବେଶୀ ପିନ୍ଧନ୍ତି, ପୂଜାରୀ ନନା କିମ୍ବା ମାନେ ପିନ୍ଧନ୍ତି। ଆଉ ସାଧାରଣ ଚାଷ ବାସ ଯୋଉମାନେ କରନ୍ତି ସେମାନେ ତାକୁ ପିନ୍ଧିକି ବ୍ୟବହାର କରି କାମ କରିପାରିବେନି, ଜଲ୍ଦି ଜଲ୍ଦି ଯିବା ଆସିବା କରିପାରିବେନି। ଚାଷ କାର୍ଯ୍ୟ ପାଇଁ ସେଇଟା ଜୋତାଟା ଉପଯୋଗୀ ନୁହଁ। ତେଣୁକରି ଏମାନେ ସୁଖ୍ୟାନ୍ତିଆ ଲୋକମାନେ ହିଁ ସେ ଜମିଦାରିଆ ଲୋକ। ତେଣୁ ସିଏ ମଧ୍ୟ ତାକୁ ହତ କରିକି ବା ପିନ୍ଧିକି ପହଞ୍ଚିଲା। ତ ପରଦିନ ନାଥ ନାତୁଣୀ ଭଲ ଆଉ କିଏ ଜାଣି ଜାଣି ପଚାରୁଛି ଘର ଭିତରେ ଆଉ କିଏ ସଖୀ। ଶାଶୁ ଘରୁ ଆସି ଏକା ଅଛି ପରା ତମ ପାଖେ। ଏଇଠି ହେଇଗଲା ଗାଁ ଲୋକଙ୍କର ଯୋଉ ହଠାତ୍ କଥା ଆସିକି ରହିଛି ଗାଇକି ରହିଛି ତାକୁ ଶାଶୁଘର ପାଇଲ। ଯାବତୀୟ ନାନା ପ୍ରଶ୍ନ ଉତ୍ତର ପ୍ରଶ୍ନ ବାଣ ତମେ ସବୁ ଷ୍ଟାର୍ଟ ହେଇଗଲା। ଆରମ୍ଭ ହେଲା ତାଠାରୁ ତାର ଅପେକ୍ଷା। ତେଣୁ କହୁଛନ୍ତି ଅନ୍ୟ ଆଡେ ମୁହଁ ଫେରାଇ ସେ ହସିଲେ। ତାପରେ କବାଟ ପାଖ ଯାଇ ଆସି କହିଲେ କିଲୋ ଏଡେ ବେଗି ଫେରି ଆସିଲି ଯେ ମନ ଲାଗିଲା ନାହିଁ ଶାଶୁଘରେ। ମତେ